ମୁକୁଟ ପାଇଁ ସର୍ବଶ୍ରେଷ୍ଠ ନିଷ୍ପତ୍ତି। ମୋ ପୁଅ ବୁଧାଦିତ୍ୟ ଆପଣଙ୍କ ମନୋନୟନରେ କଳିଙ୍ଗର ରାଜସିଂହାସନରେ ବସିବ, ଏହା ମୋର ଶେଷ କଥା। ତମେ ଅବା ମୁଁ ଅଥବା କୌଣସି ରାଜ ପରିଷଦ ଏ ବାବଦରେ ନିଷ୍ପତ୍ତି ନେଇପାରିବେନି ମହାରାଣୀ। ଆମେ ଦିନ ଆମ ବଡ଼ ପୁଅ ଶିଳାଦିତ୍ୟକୁ କଳିଙ୍ଗବାସୀ ଓ ପରେ ରାଜସିଂହାସନରେ ବସିବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି। ତାହେଲେ ସର୍ବସମ୍ମୁଖରେ ବଡ଼ ଭାଇ ଶିଳାଦିତ୍ୟ ସହ ମୋର ବୁଦ୍ଧି ବିଦ୍ୟା କଳା କୌଶଳର ପରୀକ୍ଷା ନେବାର ବ୍ୟବସ୍ଥା କରନ୍ତୁ ମହାରାଜ। ଯାହାର ବିଜୟ ହେବ ସେ ହିଁ କଳିଙ୍ଗର ରାଜା ହେବ। ଏହା ତ ଉତ୍ତମ ପ୍ରସ୍ତାବ ମହାରାଜ। ଯିଏ ପରାଜିତ ହେବ ସେ ରାଜ୍ୟ ଛାଡ଼ି ଦେଶାନ୍ତରୀ ହେବ। କୌଣସି ରାଜ୍ୟ ବଗଧରେ ରାଜସିଂହାସନ ପାଇଁ ଗୃହଯୁଦ୍ଧ, ଭାତୃ ବିବାଦ, ହତ୍ୟାର ବିଭୀଷିକା, ଶାନ୍ତି ମୈତ୍ରୀ ପ୍ରୀତିର ବାଟି କଳିଙ୍ଗ ଏସବୁ କେବେ ପ୍ରଶ୍ରୟ ଦିଏନି। ମତେ ତ ଲାଗୁଛି ପାଟଳୀପୁତ୍ର ଦୁଃସମ୍ବାଦ ତମ ଦି ଜଣକୁ ପ୍ରଲୋଭିତ କରିଛି। ବିଶାଳ ସଦାଚାରରେ ସମ୍ପର୍କ ବଳି ପଡ଼ିଲେ ମତେ ଟିକେ ଦୁଃଖ ଲାଗିବନି ମହାରାଣୀ। ଅଯୋଗ୍ୟକୁ ପଦମର୍ଯ୍ୟାଦା, ମୋ ମା ମାଟିକୁ ଅପମାନ। ମୋ ପୁଅ ବୁଧାଦିତ୍ୟ ଯଦି ନିଜକୁ ଯୋଦ୍ଧା ବୋଲି ଭାବୁଥାଏ ତାହେଲେ ମୋ ମାଟିର ବୀର କନ୍ୟା କାରୁ ବାକିକେ ଯୁଦ୍ଧରେ ପରାସ୍ତ କରି ପ୍ରମାଣ କରୁ। କଳିଙ୍ଗ ରାଜ୍ୟର ପ୍ରକୃତ ଉତ୍ତରାଧିକାରୀ ମୁଁ ଆପଣଙ୍କ ଜୀବନ ରକ୍ଷା କରିଛି ମହାରାଜ। ମୋ ପାଇଁ ଆପଣ ନୂଆ ଜୀବନ ପାଇଛନ୍ତି। ସେଦିନ କାଳରାତ୍ରିରେ ବିଷଧର ସର୍ପର ହଳାହଳ ବିଷୟରେ ଆପଣ ଜୀବନ ହରାଇଥାନ୍ତେ। ସେଇଥିପାଇଁ ତ ପଟିଲିର ମର୍ଯ୍ୟାଦା ଦେଇ ରାଜଉଆସ ଘଟେଇ ଆସିଛି। ଅଭିନେତ କଳିଙ୍ଗ ସାମ୍ରାଜ୍ୟର ମହାରାଣୀ ଆସନରେ ବସେଇଛି। ଏ ରାଜ୍ୟ ନାରୀମାନଙ୍କ ସ୍ୱାଧୀନତାକୁ ଗୁରୁତ୍ୱ ଦିଏ ମହାରାଜ। କିନ୍ତୁ ମହାରାଜ ନିଜେ ମହାରାଣୀଙ୍କ କଥାକୁ ଗୁରୁତ୍ୱ ଦେବା ପାଇଁ ପ୍ରସ୍ତୁତ ନୁହନ୍ତି। ମୁଁ କିନ୍ତୁ କଳିଙ୍ଗର ରାଜଗାଦିରେ ବସିବାକୁ ନିଜକୁ ପ୍ରସ୍ତୁତ କରି ସାରିଛି ମା। ତୋଷାରୀ କଟକରେ ମୋର ବି ଅଗଣିତ ସମର୍ଥକ ଅଛନ୍ତି। ଯୋଗ୍ୟ ଲୋକ ସିଂହାସନରେ ବସିଲେ ରାଜା ତଥା ରାଜ୍ୟର ସାଧାରଣ ନାଗରିକ ଖୁସିରେ ବଞ୍ଚିବାର ରାହା ପାଆନ୍ତି। ଆଉ କାହା ଚାପରେ ଯୋଗ୍ୟ ଲୋକକୁ ଅଣଦେଖା କଲେ ଯୁଦ୍ଧକୁ ସାମ୍ନା କରିବାକୁ ପଡେ। ମତେ କଳିଙ୍ଗର ରାଜ ସିଂହାସନ ଗଣା। ଏ କଥା ମହାରାଜାଙ୍କୁ ମୁଁ ଶେଷ ଥର ପାଇଁ ମନେ ପକାଇଦେଲି। ରାଜା ବୃଦ୍ଧ ହେ ମତିଭ୍ରମ ହେବା ଆଗରୁ ନିଜର ଉତ୍ତମ ଉତ୍ତରାଧିକାରୀ ବାଛି ନେବା ଉଚିତ ମହାରାଜ। ମୁଁ ଆପଣଙ୍କ ଜୀବନ ରକ୍ଷା କରିଛି। ତା ବିନିମୟରେ ଆପଣ ମୋ ଇଚ୍ଛା ପୂରଣ କରିବେ। ମୋ ପୁଅକୁ ରାଜସିଂହାସନ ଦେବେ। ଆମ ବନବାସ କାହାଣୀ ପୁନରାବୃତ୍ତି ଏ ବହିରେ ହେଇପାରିବନି ନାଗେଶ୍ୱରୀ। ଏ କଳିଙ୍ଗ ମୁଁ ରାଜା ଆଦିତ୍ୟ ଗଞ୍ଜ ବିଚାରରେ ନିଷ୍ପତ୍ତିରେ ଅଟଳ ମହାମେରୁ। ଅବର୍ଗ ବାଧ୍ୟ ବାଧକତା ମତେ ପ୍ରଭାବିତ କରିପାରିବନି। ବୃଦ୍ଧ ହେଇପାରେ ନିର୍ପଦ ରୁହ। ମା ଭାଟିର ପଦ ମର୍ଯ୍ୟାଦାକୁ କେବେ ଭାଟିରେ ମିଶିବାକୁ ଦେବିନି। ମନ ଭିତରେ ଥିବା ଇଚ୍ଛାକୁ ସାରା ଜୀବନ ଛାତି ଭିତରେ ଲୁଚେଇ ରଖ ମହାରାଣୀ। ଦ୍ୱିତୀୟବାର
କରିବାକୁ କେବେ ଇଚ୍ଛା କରୁନି। କାରଣ ଇଏ କଳିଙ୍ଗ ଅଭିଜିତ କଳିଙ୍ଗ, ଅଭୟାଜୟ କଳିଙ୍ଗ, ମା ମାଟିର ସୁରକ୍ଷା ପରମର୍ଯ୍ୟାଦାକୁ ଅଯୋଗ୍ୟ ହାତରେ ଟେକିଦେବା ମୋର ଇଚ୍ଛା ବିରୁଦ୍ଧ। ନିରବ ରହିବା ତୁମ ପାଇଁ ମଙ୍ଗଳଦାୟକ। ତମେ ଜାଣିନ ବୃଦ୍ଧରାଜ, ଯୋଉ ସାପର ବିଷରୁ ମୁଁ ତମ ଜୀବନ ରକ୍ଷା କରିଥିଲି, ସେଇ ବିଷଧର ସାପକୁ ମୁଁ ସବୁବେଳେ ଗଦ ଆଉ ସାଦ ଦେଇ ଅଣ୍ଟିରେ ପାଳିଛି। ମୋ ସ୍ୱପ୍ନ ଯଦି ଭଲରେ ପୂରଣ ହୁଏ, ତାହେଲେ ମୋରି ହାତରେ ତମର ମରଣ ସୁନିଶ୍ଚିତ। ସ୍ୱପ୍ନ ମୋର ଅନେକ ଦିନରୁ ସିଂହ ଦେଶରୁ ଲୀଳା ମାରିଙ୍କର ଆଭୂଷଣ ଦେଖିଲେ ଆଖି ଅଟକି ଯିବ। ତାହେଲେ ଦିଅ, ସେ ସବୁକୁ ମୋ ପାଦ ପାଖରେ ଅଜାଡ଼ି ଦିଅ। ଖୁସିରେ ମୁଁ ପୁରା ପାଗଳ ହେଇଗଲିଣି। ଧନୀ ସାଧବଠୁ ସବୁ ନେଇ ଆସିଛି ମୁଁ। ତାହେଲେ ଦିଅ। ଦେବି ତ, ହେଲେ ପାଇବି କଣ? କଣ ଦେଇନି ତମକୁ? ରାଜ ଦରବାରରେ ରାଜାଙ୍କୁ କହି ମହାମନ୍ତ୍ରୀଙ୍କ ଦକ୍ଷିଣ ପାଖର ସିଂହାସନ ଦେଲି। ରାଜଉଆସକୁ ମନ୍ତ୍ରଣା କକ୍ଷକୁ ଅବାଧ ପ୍ରବେଶର ଅନୁମତି ଦେଲି। ଉଦାସୀନମାନଙ୍କରେ ସାଧବମାନଙ୍କ ନୌ ବାଣିଜ୍ୟର ରାଜଭାଗ ଆଦାୟର ଦାୟିତ୍ୱ ଦେଲି। ତାହା ନଥିଲେ ଏବେ ବି ତମେ ଶିମିଳି କାଠର ନାଁରେ ବଢିଲା ନଈରେ ଜାଲ ପକେଇ ମାଛ ଧରୁଥାନ୍ତ। ପଙ୍କ କାଦୁଅରେ ଘୋଷାଡ଼ି ହେଇ ତୋଷାଳି କଟକ ବାହାଡୁ ଘାଟରେ ବସି ମାଛ ବିକୁଥାନ୍ତ। ଭଲ ପାଉଥିଲ, ଭୁଲିବାକୁ କହି ଭୁଲିଗଲ। ଚାକରାଣୀ ନ ହେଇ ମହାରାଣୀ ହେଲି, ଦୟା କଲି। ତମ ହାତ ଧରିଥିଲେ ତମ ମାଛ ଆଣି ହେଇଥାନ୍ତି। ତୋଷାଳି କଟକ ବାଣୀ ଘାଟରେ ତମ ପାଖରେ ବସି ଡାକୁଥାନ୍ତି, ମାଛ ନିଅ ସାନ୍ତେ। ସେରେଣ୍ଡା, ବଡ଼ ପୋହଳା, ଥଇଙ୍ଗା, ପଟା ଚିତ୍ତଳ, ନଈ ବାଳିଆ, ପାଟ ଇଲିଶ, ଜାଗେଶ୍ୱରୀ। ଅଭିଜିତ କଳିଙ୍ଗ ଦେଶର ମହାରାଣୀ ଜାଗେଶ୍ୱରୀ ପାଟ ମହାଦେଇ, ବିଶାକନ୍ୟା ଜାଗେଶ୍ୱରୀ ପାଟ ମହାଦେଇ। ମୋ ସାଗରିଆ ବୋଇତାଇ, ଚାଲ ମହୁରାରେ ଖେଳି ଖେଳି ଚାଲକ ଜୀବନ ବୁଡ଼ି ଅହରହ ପୁଣି ଚାଲିଥିବା ଏ ସାଗରିଆ ବୋଇତାଇ। ସାତ ସାଗର 13 ନଈ ଡେଇନି ସିନା, ହେଲେ ଦେଶ ବିଦେଶର ନଥି ମୋ ଆଖିରେ ବାନ୍ଧିଛି। ତମ ସହିତ ମୁଁ ଯୋଉ ସର୍ତ୍ତ ରଖି ତୋଷାଳି କଟକର ମହାରାଣୀ ହବାର ସୁଯୋଗ ଦେଲି, ତମେ ସେ ସର୍ତ୍ତକୁ ମାନିଲନି। ମୋ ସହିତ ବିଶ୍ୱାସଘାତକତା କଲ। ମୋ ମନ୍ତ୍ର, ମୋ ତନ୍ତ୍ର, ମୋ ସୂତ୍ର ଏ ଯାଏ ତୋଷାଳି କଟକର ରାଜଉଆସର ଫାଟକ ଡେଇଲାନି। ଏବେ ରାଜା ଆଦିତ୍ୟ ଐରିଗଞ୍ଜର ମହାରାଜଙ୍କ ମୋହରୁ ମୁଁ ସେଇ ମନ୍ତ୍ର ଶୁଣିବାକୁ ଚାହେଁ। ବୁଦ୍ଧଂ ଶରଣଂ ଗଚ୍ଛାମି।
ବୌଦ୍ଧ ଧର୍ମ ଗ୍ରହଣ କରିପାରିବେନି। ମୋ ଆଖି ସାମ୍ନାରୁ ତୁରନ୍ତ ଚାଲି ଯାଅ ବୋଇତାଇ। ତା ନହେଲେ ଆକାଶରୁ ମାଟିକୁ ଫୋପାଡ଼ି ଦେବା ପାଇଁ ମୋତେ ଖୁବ୍ କମ୍ ସମୟ ଲାଗିବ। ଯାଅ। ସୂତାକୁ ସୂତାରେ ଗଣ୍ଠି ପକାଇଲେ ଖରା, ଖରାକୁ ଖରାରେ ଗୁନ୍ଥିଲେ ଭଉଁରୀ, ଭଉଁରୀରେ ଗୋଡ଼ି ଲାଗିଲେ ଜାଲ। ये सागरिया बोईताई बड़ जालुआ मनुष्य महाराणी मते अपेक्षा करी रही सेवा नुह ये अशोक राजसिंहासन आरोहण पर तमें हेब तार राणी। नारी मन को नहीं मोर एक सेनाबाहिनी अच्छी नौसेनाबाहिनी आम राज्य योद्धा रमणी मान जो पुरुष बह करने इच्छा प्रकाश कर प्रथम युद्ध में परास्त कर स्वामी मत बह करने प्रथम मत युद्ध में परास्त कर कौन मो प्रस्ताव राजी संसार श्रेष्ठ सुंदरी एक पाटुली पुत्र कारुबाकी की देखा चाहे सेना मुख्य मुहूर्त कारुबाकी की देखा चाहे सेना मुख्य असंभव महाराज असंभव को संभव करने को चाहे सेना मुख्य ठीक समय आपन को समान को शिविर उद्धार करि नथिले आपन हुए तो एबे कलिंग कारागार रे मु बंदी हे थांबी कहा छाई दिला छाई परम भलैता दासन मुख्य प्रति समय रे मु कारुबाकी की देखि पड़थांती ता देहर वस्त्र मते पागल करथांता कारुबाकी डाको प्रति समय मो कानरे बजुथांता मुशरी गाले मारे गाले लाजरे सब परे मो कारुबाकी की चाहे सेना मुख्य की हिला सजनिया जरे यह कि संभव न महाराज कारुबाकी की दया पाई कलिंग जय करवा सामर्थ्य कहानी पाखे नहीं अपने मगधर सम्राट नुहति युवराज मगधर सम्राट हेबी को विजय करी कारुबाकी की जोर करी तोड़े आनिबी
ମୋ ରାଜସିଂହାସନକୁ ପାଟ କରୁଥିବା ମୋର ଏକମାତ୍ର ଶେଷ ଭାଇ କି ଆପଣ ଏକମାତ୍ର ଜୀବିତ ଭାଇ ଯିଏକି ଆପଣ ରାଜସିଂହାସନ ବସିବାକୁ ବିରୋଧ କରନ୍ତି। ତଥାପି ପରକିନି ସାରା ମୁଖ୍ୟ ଆପଣ ଟିକେ ଭାବନ୍ତୁ ଯୁବରାଜ, ଯୁବା ପତ୍ନୀ ଅବଧ ଶିଶୁ ଏମାନେ ଅନାଥ ହେଇଯିବେ। ମୁଁ ଅଛି, ମୁଁ ମଗଧର ନାଥ ପ୍ରିୟଦର୍ଶୀ এই গাড়িটাକୁ ବଡ଼ ପିଠିରେ ବାନ୍ଧି ଦେବ। ମଗଧର ରାଜରାସ୍ତାରେ ଗଲାବେଳେ ସମସ୍ତେ ଜାଣିବେ ଅଶୋକ ନିଷ୍କଣ୍ଟକ ରାଜ ସିଂହାସନର ଅଧିକାରୀ।